ମୁଁ ସିନା ତାଙ୍କ ରକ୍ତର ନୁହଁ, କିନ୍ତୁ ରକ୍ତର ତ ମୋ ଝିଅ ନା। ମୋ ଝିଅକୁ ସେ କାଟିଦେଲେ, ତ ଏମାନଙ୍କୁ ମୁଁ ଆଉ ଦୟା କରିବି? ଏମାନଙ୍କୁ ଯେତିକି ମୁଁ ଛାଡ଼ିଦେଲି ସାଙ୍ଗମାନେ। ୟା ପରଠୁ ଦେଖନ୍ତୁ କ'ଣ ହେଉଛି। ଭଗବାନ ତ ତା ପ୍ରତିଫଳ ଦେଖେଇଲେଣି, ତାଙ୍କର ଯେଉଁ କଲା କର୍ମର ଫଳ ଭଗବାନ ତାଙ୍କୁ ଦେଖେଇଲେଣି, ଆହୁରି ଦେଖେଇବେ। ବ୍ୟସ୍ତ ହେବାର ନାହିଁ, ଆହୁରି ଦେଖେଇବେ। ତା ସହିତ ମୁଁ ବି ଦେଖେଇବି ସାଙ୍ଗମାନେ। ନମସ୍କାର, ଜୟ ଜଗନ୍ନାଥ, ଜୟ ଶ୍ରୀ ରାଧାରାଣୀ। ସ୍ୱାଗତ କରୁଛି ମୋର ଆଉ ଏକ ନୂଆ ବ୍ଲଗ୍କୁ। ତ ସାଙ୍ଗମାନେ ଦୀର୍ଘ 3 ଦିନ ପରେ ମୋ ଝିଅ ଟିକେ ସାଙ୍ଗମାନେ ଖାଉଛି ଉପମା। ତା ପାଟିରେ ଭଲ ଲାଗିଲା, ମାନେ ଆଜି ପୁରା ଭୋକ ମାରୁଛି ବୋଲି କାନ୍ଦିକିରି ମାଗିଲା ପୁରା, ମାମା କ'ଣ ଖାଇବାକୁ ଦେ। କାରଣ 2-3 ଦିନ ହେଲା ସେ କିଛି ବି ନାହିଁ। କାଲି ଟିକେ ଯାଇଥିଲି ମାର୍କେଟ, ତା ପାଇଁ ଟିକେ ଫ୍ରୁଟ୍ସ ଆଣିଥିଲି, ଖାଇଥିଲା। ସନ୍ଧ୍ୟା କହିଲା ମାମା ଟିକେ ମ୍ୟାଗି କରିକି ଦେଲୁ। ମ୍ୟାଗି ମୁଁ କରିକି ଦେଇଥିଲି, ଖାଲି ବଏଲ୍ କରିକି ଯେହେତୁ ଦେଇଥିଲି ତା ପାଟି ଭଲ ଲାଗିନଥିଲା, ଖାଇନଥିଲା। ତ ଖାଉଛି ମୋ ଝିଅ, ମୋତେ ଟିକେ ଖୁସି ଲାଗୁଛି। କାହିଁକିନା 2-3 ଦିନ ହେଲା କିଛି ଖାଇବା ନାହିଁ। ଆଜି ଖରାବେଳକୁ ଟିକେ ଯୋଉଟେ ଖାଇବ, ଭାତ ଡାଲି ଆଳୁ ଭର୍ତ୍ତା, ଟିକେ ଶାଗ ଭଜା, ଶାଗ ରଖାହେଇଛି ଥିବାରୁ। ଆଉ ଗୋଟେ କଥା, ଆପଣମାନେ ଭାବୁଥିବେ ଯେ ମୁଁ କାହିଁ ଏଠି ଅଛି, କ'ଣ ଅଛି। କାରଣ ସେପଟୁ ମୋତେ କିଛି ବି ଖବର ଆସିଲାନି କି ମୋତେ ଡାକିଲେନି। ମୋତେ ନ ଡାକିଲେ ନାହିଁ, ମୋ ପିଲାଟାକୁ ବି ଡାକିଲେନି। ଯେହେତୁ ସିଏ ତାଙ୍କ ରକ୍ତର, ତାଙ୍କ ବଂଶର, ମୋ ପିଲାଟାକୁ ବି ଡାକିଲେନି। ତ ଯାହା ଯେତିକି ଭଲ ଅଛି ଖା। ତ କିଛି ବି ସେପଟୁ ଖବର ଆସିଲାନି କି ଡାକିଲେନି। ତ ଆମେ ସେଥିପାଇଁ ଏଠି ଅଛୁ, କିଛି ଅସୁବିଧା ନାହିଁ। ଆଉ ମୋର ଏତିକି କର୍ତ୍ତବ୍ୟ, ଯେମିତି ମାନେ ପାଳିକି ରହିବା କଥା। ମୁଁ ପିଆଜ ରସୁଣ ଖାଉନି, ଆଉ ଗୋଟେ ଟାଇମ୍ ଖାଉଛି, ଯେମିତି ଖାଇବା କଥା ଖାଇକି ରହିବା କଥା ରହୁଛି। ତ ଦୁଃଖ ଖାଲି ଏତିକି ଲାଗୁଛି ଯେ ତାଙ୍କ ବଂଶର ଯିଏ, ମାନେ ମୋ ଝିଅ, ତାକୁ ବି ଡାକିଲେନି। ସେଠି ତା ଜେଜେ ପାଇଁ ପାଳିଥାନ୍ତା, କ'ଣ କରିଥାନ୍ତା। ଠିକ୍ ଅଛି, ଏଇଥିରୁ ଆପଣମାନେ ଜାଣିପାରୁଥିବେ ସେ କେଉଁ ଟାଇପ୍ର ସବୁ ମଣିଷ। ମୁଁ ଏଇ ସମୟରେ କିଛି କହିବାକୁ ଚାହୁଁନି। ତ ଆପଣମାନେ ମୋତେ ଆଉ ଭୁଲ ବୁଝିବେନି ଯେ ମୁଁ କାହିଁ ଗଲିନି, କ'ଣ କଲିନି। ମୋତେ ଆଉ ଭୁଲ ବୁଝିବେନି, ହେଲା କି। କାରଣ ବଡ଼ ଗୁରୁଜନମାନେ ଅଛନ୍ତି, ଆଉ ଜୋର ଜବରଦସ୍ତି ଯିବାଟା ଭଲ ନୁହେଁ। ତ ସେମାନେ କେବେ ବି ମୋତେ ଭାବି ନାହାନ୍ତି, ଯେଉଁଟାକି ମୁଁ ଆପଣମାନଙ୍କୁ କହୁଥିଲି ପୂର୍ବ ଭିଡ଼ିଓରେ। ସେ କେବେ ବି ମୋତେ ତାଙ୍କ ଘର ବୋହୂ ଭାବି ନାହାନ୍ତି, ତ ସେ କେମିତି ଡାକିବେ ମେ ବି। ତ ସାଙ୍ଗମାନେ ଏଠି ମୁଁ ମୋ ଝିଅ ପାଇଁ ବସେଇଛି ଗରମ ପାଣି, ମାନେ ଫୁଟା ପାଣି ସେ ପିଇବ। ତ ଏଠି ବାପା ବସିକି ବାଛୁଛନ୍ତି ଶାଗ। ବାପା ଆଜି କ'ଣ ରୋଷେଇ କରିବ? ଶାଗ ପଖାଳ। ଝିଅ ଖାଇବନି ଗରମ ଭାତ ଡାଲି ଟିକେ? ଗରମ ଭାତ ଡାଲି ଆଳୁ ଭର୍ତ୍ତା ଟିକେ କରିଦେବ। କାଲି ଖାଇଲାନି, କିନ୍ତୁ ଆଜି ଦେଖ ସକାଳୁ ଭୋକ 2-3 ଦିନ ଖାଇନି ନା କିଛି। ଆଜି ଭୋକ ମାଗିଲେ ଖରାବେଳୁ ଖାଇବ ଯୋଉଟେ, ଗୋଳି ଗୋଳି ଖୁଆଇଦେବି ତାକୁ। ସଜନା ଶାଗ, କଖାରୁଟେ ବି ରହିଛି। ତାହେଲେ ତମେ ସବୁ ପଖାଳ ଖାଇବ? ତା ସହିତ କ'ଣ ଭଜା ଭଜି ନା ଖାଲି? ଆମେ ତ ଗୁରୁବାର ନାଇଁ କି? ହଁ, ହଁ, ସେ ଖରାବେଳେ ଆଉଛି ଖାଇଦେଇ ଯାଉଛି। ଦଉନ ମୁଁ ଟିକେ ମିଶିକି ବାଛିଦେବି, ରଖିଦେବା। ଏଠି ବସିଛି ଆମର ମୁଗ ଡାଲି। ବାବା ବସେଇ ଦେଇ ଯାଇଛନ୍ତି କୁଆଡ଼େ କାଠ ଆଣିବ ବୋଧେ। କାଠ ବୋଧେ ଆଣି ସାରିଲେଣି, ଆଉ କୁଆଡ଼େ ଯାଇଛନ୍ତି। ଆଉ ଜଣେ ମ୍ୟାଡ଼ାମ୍ ପୂଜା କରୁଥିଲେ, କୁଆଡ଼େ ଗଲେ କେଜାଣି। ଆଜ୍ଞା, ଆପଣଙ୍କ ପୂଜା ସରିଗଲାଣି? ହାଁ, ଏ କ'ଣ ରୋଷେଇରେ ଲାଗିଛନ୍ତି? କ'ଣ ରୋଷେଇ କରିବେ? ସାଧା? ଗୁରୁବାର ସାଧା ଆଉ। ହଉ ସାଧା କର। ଆଉ ବାପା କୁଆଡ଼େ ଯାଇଛନ୍ତି ତମ ଶ୍ୱଶୁର? କାଠ ପା ନେଇକି ଆଇଲେ। କାହିଁକି ଚୁଲି ଜଳୁନି? ଚୁଲି ଜଳୁଛି ଯେ ବର୍ଷା ଦିନ ନା, ଥାଉ କିରୋସିନି ମିଳୁଛି ତ ରଖିଦେବା 5 କିଲୋ ଖଣ୍ଡେ। ଆଚ୍ଛା ଆଚ୍ଛା, ସବୁଆଡ଼େ ଷ୍ଟକ୍ କରି ରଖିବାକୁ ପଡ଼ିବ, କେତେବେଳେ କ'ଣ ହବ।
ଆଚ୍ଛା ଆଚ୍ଛା ହଉ ହଉ। ମୋ ଧନ କେମିତି ଦେଖାଯାଉଛି 2 ଦିନ ହେଲା ନ ଖାଇ ନ ପିଇ। ସାଙ୍ଗମାନେ ଆପଣମାନଙ୍କ ସହିତ ଗୋଟେ କଥା ସେୟାର କରିବାକୁ ଚାହୁଁଛି। ସାଙ୍ଗମାନେ କୋର୍ଟରୁ ନୋଟିସ୍ ବାର ହଜବେଣ୍ଡ ପାଖକୁ ଯାଉଛି, କିନ୍ତୁ ସିଏ ଜାଣି ଶୁଣିକି ମାନେ ରିସିଭ୍ କରୁଛି, କିନ୍ତୁ ଜାଣି ଶୁଣିକି କୋର୍ଟକୁ ଆସୁନି। ତ ଯେଉଁଦିନ ଶ୍ୱଶୁର ମଲେ ତା ପୂର୍ବ ଦିନ ମୋର ଡେଟ୍ ଥିଲା କୋର୍ଟରେ। ମୁଁ ଜାଣି ଶୁଣି ଗଲିନି। କାହିଁକି ଗଲିନି ଶୁଣନ୍ତୁ। ମୋ କେସ୍ ପୁରା ଲାଷ୍ଟ ମୁମେଣ୍ଟରେ, ମୁଁ ଯେଉଁ ଦିନ ଶ୍ୱଶୁର ମଲେ ତା ପୂର୍ବ ଦିନ ଜଜ୍ ୱାରେଣ୍ଟ ଦେଇଥାନ୍ତେ ତାକୁ ଆରେଷ୍ଟ କରିବା ପାଇଁ। କାରଣ ସେ କୋର୍ଟ ସହିତ ବହୁତ ଖେଳିଲାଣି, ବହୁତ ଖେଳିଲାଣି, ପୁରା ବର୍ଷେ ଯାକ ହେଲା। ତ ଆରେଷ୍ଟ ୱାରେଣ୍ଟ ଅର୍ଡ଼ର ଦିଆହେଇଥାନ୍ତା। ସେଇଦିନ ସାଙ୍ଗମାନେ ମୋ ମନ କାହିଁକି ଡାକିଲାନି। ମୁଁ ଭାବିଲି ଶ୍ୱଶୁର ଏକରେ ପଢ଼ିଛନ୍ତି ଏମିତି ଦେହ ସିରିୟସ୍ରେ, ଯାହାହେଲେ ବି କୋର୍ଟ ଅର୍ଡ଼ର ଗଲା ମାନେ ସାଙ୍ଗମାନେ 7ରୁ 8 10 ଦିନ ଭିତରେ କି 10ରୁ 15 ଦିନ ଭିତରେ ଆରେଷ୍ଟ ହେବ, ଭିତରକୁ ପଶିବ। ତ ଏଇ ସିଚୁଏସନ୍ରେ ଯଦି ସାଙ୍ଗମାନେ ମୁଁ ତାକୁ ଭିତରେ ପୁରେଇ ଦେବି, ଶ୍ୱଶୁର ହଇରାଣ ହେଇଯିବେ। ତାଙ୍କୁ ନେବା ଆଣିବା କରିବ କି, ତାଙ୍କୁ ଟ୍ରିଟମେଣ୍ଟ କରିବ କି, ଦେଖାଶୁଣା କରିବ କି, ୟା ଛଡ଼ା ତ ଦ୍ୱିତୀୟ ପର୍ସନ କିଏ ନାହାନ୍ତି। ତ ଏଇଟା ଭାବିକି ମୁଁ ସେଦିନ କୋର୍ଟକୁ ଜାଣି ଶୁଣି ଗଲିନି ସାଙ୍ଗମାନେ। ମୁଁ କହିଲି ଗୋଟେ ଡେଟ୍ ଗଡ଼ିଯାଉ। ମୁଁ ଭାବିଥିଲି କ'ଣ, ହଁ ଶ୍ୱଶୁର ଇଏ ହେଇଯିବେ, କ'ଣ ମାନେ ରିକଭରି ହେଇଯିବେ, ଦେହ ତାଙ୍କର ଭଲ ହେଇଯିବ। କିନ୍ତୁ ଯଦି ସାଙ୍ଗମାନେ ମୁଁ ଯାଇଥାନ୍ତି ତାହେଲେ ଅର୍ଡ଼ରଟା ମିଳିଥାନ୍ତା କୋର୍ଟ ତରଫରୁ, ତାକୁ 7ରୁ 10 ଦିନ ଭିତରେ କି 15 ଦିନ ଭିତରେ ଆରେଷ୍ଟ ହେଇକି ସେ ଭିତରେ ପଶିଥାନ୍ତା। ଆଜିକା ଡେଟ୍ରେ ତା ବୋପାର କର୍ମ ବି ସେ କରିପାରିନଥାନ୍ତା। ସବୁବେଳେ ସାଙ୍ଗମାନେ ତାକୁ ମୁଁ ବଞ୍ଚେଇଛି। ଆଉ ଥରେ ସେମିତି ଧଉଳିରେ ଥିଲାବେଳେ ଭୁବନେଶ୍ୱର ଯେତେବେଳେ ମୋତେ ବାଡ଼ିଆ ପିଟା କରିଥିଲେ, ମୋତେ କେସ୍ ଦେଇଥିଲି, ରାତି 12ଟା ଯାଏଁ ଥାନାରେ ତାକୁ ବସିକି ରାତି 12ଟା ପରେ ତାକୁ ଗାଡ଼ିରେ ଭର୍ତ୍ତି କରି ତାକୁ କୋର୍ଟ ଫରୱାର୍ଡ଼ କରୁଥିଲେ। ରାତି 12ଟା 12:30 1ରେ ଝିଅଟା ମୋର ହେଇଥାଏ 1.5 ମାସ କି 2 ମାସ ନା 2.5 ମାସର ବୋଧେ ହେଇଥାଏ। ଶୁଣିବା 2.5 ମାସର ହେଇଥାଏ। ରାତି 12ଟାରେ ମୋତେ ଥାନା ଫୋନ୍ କରି ସେ ନିଜେ ଡାକିଲା, ଆଉ କାହା ଫୋନ୍, ଯେ ମୋତେ ଆରେଷ୍ଟ କରିକି କୋର୍ଟ ଫରୱାର୍ଡ଼ କରିଦେଉଛନ୍ତି, ଜଲ୍ଦି ଆସେ। ମୁଁ ସେ ଟାଇମ୍ରେ ସାଙ୍ଗମାନେ ତାକୁ ଛାଡ଼ିବାର ନଥିଲା। ମାନେ ମୁଁ ଦୟା ଦେଖିକି ରାତି 12:30ରେ ଧଉଳି ଯେଉଁ ଏରିଆରେ ମୁଁ ଥିଲି, ପୁରା ସୁନସାନ ଏରିଆ, ରାତି 12:30 1ରେ ମୁଁ ଯାଇକି ଧଉଳି ଥାନାରେ ପହଞ୍ଚିଥିଲି। ତାକୁ ଥାନାରୁ କେସ୍ ଉଠେଇଥିଲି, ଯେଉଁଥିପାଇଁ ସେ ବଞ୍ଚିଥିଲା, ନହେଲେ ଆଜିକା ଡେଟ୍ରେ ସେ ଭିତରେ ଥାଆନ୍ତା। ବାରମ୍ବାର ସାଙ୍ଗମାନେ ମୁଁ ତାକୁ ଦୟା କରିଛି, ବାରମ୍ବାର ସାଙ୍ଗମାନେ ସିଏ ମୋ ଦୟାର ପ୍ରତିଫଳ ସିଏ ମୋତେ ମାନେ ମନରେ ମୋର କଷ୍ଟ ଦେଇଛି, ହେଲା କି। ଆଜି କହିବାର କାରଣ କ'ଣ, ମୁଁ ସିନା ତାଙ୍କ ରକ୍ତର ନୁହଁ, କିନ୍ତୁ ରକ୍ତର ତ ମୋ ଝିଅ ନା। ମୋ ଝିଅକୁ ସେ କାଟିଦେଲେ, ତ ଏମାନଙ୍କୁ ମୁଁ ଆଉ ଦୟା କରିବି? ଏମାନଙ୍କୁ ଯେତିକି ମୁଁ ଛାଡ଼ିଦେଲି ସାଙ୍ଗମାନେ। ୟା ପରଠୁ ଦେଖନ୍ତୁ କ'ଣ ହେଉଛି। ଭଗବାନ ତ ତା ପ୍ରତିଫଳ ଦେଖେଇଲେଣି, ତାଙ୍କର ଯେଉଁ କଲା କର୍ମର ଫଳ ଭଗବାନ ତାଙ୍କୁ ଦେଖେଇଲେଣି, ଆହୁରି ଦେଖେଇବେ। ବ୍ୟସ୍ତ ହେବାର ନାହିଁ, ଆହୁରି ଦେଖେଇବେ। ତା ସହିତ ମୁଁ ବି ଦେଖେଇବି ସାଙ୍ଗମାନେ। ମୁଁ ଯେଉଁ ଦୟା ଧର୍ମ କରିକି ସେଟାକୁ ଛାଡ଼ୁଛି, ଆଉ ଛାଡ଼ିବାର ବିଲକୁଲ ପ୍ରଶ୍ନ ହିଁ ଉଠୁନି। ଏଇଥରକ ସେ ଭିତରେ ପଶିବ, ଗୋଟେ ବୋପା ଗଲା, ତାର ଆଉ କେତେଟା ବୋପା ଆସି ତାକୁ ବଞ୍ଚଉଛନ୍ତି ମୁଁ ବି ଦେଖିବି, ହେଲା କି। ମୁଁ ଯାହା ରିକ୍ୱାରମେଣ୍ଟ ରଖିଛି, ମୁଁ ଯାହା ଡିମାଣ୍ଡ ରଖିଛି, ସବୁତକ ପୂରଣ କରିବ। ତାପରେ ଯଦି ବାହାରିବ। କାରଣ ମୋ ଝିଅ, ତା ରକ୍ତର ମୋ ଝିଅ, ତାକୁ କାଟିଦେଲେ, ତାହେଲେ ମୁଁ ସେଟାକୁ ଆଉ ଛାଡ଼ିବି? ବିଲକୁଲ ବି ଛାଡ଼ିବିନି। ବହୁତ ଦୟା ଧର୍ମ ଦେଖେଇଦେଲି, ବହୁତ ଛାଡ଼ିଦେଲି। ଆଉ ଦୟା ଧର୍ମ ଦେଖେଇବିନି କି ଆଉ ଛାଡ଼ିବିନି। ଆଉ ଯେଉଁ ଜିନିଷଟା ସେ ଏଠି କଲେ, ସେମାନଙ୍କ କର୍ମଫଳ ତ ଭଗବାନ ତାଙ୍କୁ ନିଶ୍ଚିନ୍ତ ଦେବେ। ଦେଉଛନ୍ତି, ଏମିତି ନୁହେଁ ଭଗବାନ ଦେଉନାହାନ୍ତି, ଭଗବାନଙ୍କୁ ନିନ୍ଦିଆ କଥା ନୁହଁ, ଦେଉଛନ୍ତି। ଏଇ ଆଖି ଦେଖୁଛି, ଶୁଣୁଛି, ସବୁ କରୁଛି। ୟା ପରଠୁ ତାଙ୍କର ଦୁର୍ଦିନ ଆରମ୍ଭ ହେଇଗଲା। ଯେଉଁ ଦୁର୍ଦ୍ଦଶା ପଡ଼େନି, ଏଇଟା ଆରମ୍ଭ ହେଇଗଲା। ବାସ୍ ଏତିକି କହିବି ସାଙ୍ଗମାନେ। ଯଦି ମୁଁ ସେଦିନ ଶ୍ୱଶୁର ଯେଉଁଦିନ ଚାଲିଗଲେ ତା ପୂର୍ବଦିନ କୋର୍ଟକୁ ଯାଇଥାନ୍ତି, ହଁ, ଜଜ୍ଙ୍କ ମାନେ ଇଏ ଆଣିଥାନ୍ତି, ତାହେଲେ ଆଜିକା ଡେଟ୍ରେ ସେ 7 ଦିନ ଭିତରେ ପଶିଥାନ୍ତା, ବୋପାର କର୍ମ କରିପାରିନଥାନ୍ତା। ମୋ ମନକୁ କ'ଣ ଆସିଲା, ମୁଁ କହିଲି ନାଇଁ, ଲୋକଟା ଗୋଟେ ପଡ଼ିଛି, ତାକୁ ଦେଖାଶୁଣା କରିବ କିଏ, ନେବା ଆଣିବା କରିବ କିଏ,
ସେଥିପାଇଁ ମୁଁ କୋଉଠକୁ ଗଲିନି ସାଙ୍ଗମାନେ ଗୋଟେ ଡେଟ୍ ଗୋଟେ ମିସ୍ କଲି ଜାଣି ଶୁଣିକି ହେଲା। ଏଇଟା ମୋ ମନର କଥା ଥିଲା ଆପଣମାନଙ୍କ ସହିତ ସେୟାର କଲି। ଆଗକୁ ମୁଁ ତ ଯାହା ମୋ ଲାଇଫ୍ରେ ଘଟୁଛି ମୁଁ ଆପଣମାନଙ୍କ ସହିତ ନିହାତି ସେୟାର କରୁଛି ସାଙ୍ଗମାନେ। ୟା ପରଠୁ ବି ସାଙ୍ଗମାନେ ଆପଣମାନଙ୍କୁ ବି ସବୁ ଜିନିଷ ସେୟାର କରିବି, ଜଣେଇବି କ'ଣ ଘଟିଲା କ'ଣ ନାହିଁ। ବାସ୍ କାରଣ ମୋ ପିଲାକୁ ସେ କାଟିଦେଲେ, ମୁଁ ତ ଜାଣିକି ପର, କିନ୍ତୁ ପିଲାଟା ତ ତାଙ୍କ ରକ୍ତର ନା, ସିଧା ଜେଜେ ପାଇଁ ପାଳିଥାନ୍ତା କି ଖଟିଥାନ୍ତା କ'ଣ କରିଥାନ୍ତା। ତ ମୁଁ ତ ସାଙ୍ଗମାନେ ଯେମିତି ଯାହା ପାଳିକି ଅଛି, କେବଳ ମୋ ପିଲାର ଦେହ ଖରାପ ନ ହେଇଯିବ, କିଛି ଅସୁବିଧା ନ ହେବ ବୋଲି ମୁଁ ବି ଯେମିତି ସାଙ୍ଗମାନେ ପାଳିକି ରହିବା କଥା ମୁଁ ରହୁଛି। ମୁଁ ଏପଟେ ମୋ କର୍ମ ମୁଁ କରିଦେବି, କେବଳ ମୋ ପିଲା ଯୋଉ କରୁଛି ସାଙ୍ଗମାନେ, ମୋର ନହେଲେ ଯାଏ ଆସେ ନାହିଁ। 4 ବର୍ଷ ହେଲା ମୁଁ ତ ସମ୍ପର୍କ କାଟିଲିଣି, ମୁଁ ଅଲଗା ରହିଲିଣି, ମୁଁ ତ ମେଣ୍ଟେନାନ୍ସ କେସ୍ କରୁଛି, ମୋତେ ବି ସେମିତି କାଟିଲେ ମୋର କିଛି ଯାଏ ଆସେ ନାହିଁ, ମୁଁ ଖାଇ ଦେଇଥାନ୍ତି। କେବଳ ମୋ ପିଲା ପାଇଁ ସାଙ୍ଗମାନେ ମୁଁ କରୁଛି, କାଳେ ମୋ ପିଲାର କ'ଣ ଖରାପ ହେବ କି କ'ଣ ହେବ ବୋଲି। ଆଉ ଆପଣମାନେ ଯେଉଁ ମୋତେ କହୁଛନ୍ତି ଯେ ତୁମେ ସେଠି ରହିବାର ଥିଲା, ତୁମେ ସେଠି ଯିବାର ଥିଲା, ଆପଣ ଏଇଠୁ ସବୁ ଜିନିଷ ମାର୍କ କରନ୍ତୁ, ତାପରେ ମୋତେ କମେଣ୍ଟ ମାଧ୍ୟମରେ କହିବେ ହେଲା କି। ଯେତେବେଳେ ତାଙ୍କ ଲୋକଟା ସବୁ ଚାଲିଗଲା, ତାଙ୍କ ନିଜ ରକ୍ତର ପିଲାକୁ ଖୋଜିଲେନି, ସେ କେଉଁ ଭଳିଆ ମେଣ୍ଟାଲିଟିର ସବୁ ଲୋକ, କେଉଁ ଭଳିଆ ସେ ପରିବାର, ଏତିକି ଆପଣମାନେ ଭାବନ୍ତୁ ହେଲା କି। ମୁଁ ସବୁ ଭଗବାନଙ୍କ ଉପରେ ହାତ ଟେକି ଛାଡ଼ି ଦେଇଛି, ସିଏ ଯାହା କରିବେ। ବାକି ସାଙ୍ଗମାନେ ମୋ ଦ୍ୱାରା ଯେତିକି ହେବ ମୁଁ ସେତିକି ପନିସମେଣ୍ଟ ଦେବା କଥା ଦେବି, ମୁଁ ଛାଡ଼ିବିନି ବିଲକୁଲ ବି। ହଁ ତ ସାଙ୍ଗମାନେ ଛୋଟବେଳେ ଯେଉଁ ଆମେ ଖେଳୁ, ଏବେ ଆମେ ମାଝି ଯାଉଛି ଖେଳିବୁ। ହଁ ତୁ ସବୁ କରୁଥିବ, ମୁଁ ଗଣିବି, ମୁଁ କାଉଣ୍ଟ କରିବି ହେଲା। ଇଟି କିଲି ମିଟି କିଲି ଫୁଟି ଗଲା କାଇଁଚ, ତୁମର ଆମର ନାଲି ପାଇଁଚ, ନାଲି ପେ ପେ ବଜାଇ ହୀରା, ଟିକେ ଉପରେ ଗୋଟିଏ ଜିରା ପକା। ପୁଣି ଇଟି ଇଟି କିଲି ମିଟି କିଲି ଫୁଟି ଗଲା କାଇଁଚ, ତୁମର ଆମର ନାଲି ପାଇଁଚ, ନାଲି ପେ ପେ ବଜାଇ ହୀରା, ଗୋଟିକ ଉପରେ ଗୋଟିଏ ଜିରା, ମୋର ଗୋଟେ ଗଲା। ତ ଏମିତି କରିକି ସାଙ୍ଗମାନେ ଯେତେବେଳେ ସବୁ ଆଙ୍ଗୁଠି ବନ୍ଦ ହେଇଯିବ, ତାପରେ ଆସିବ ମାଡ଼ ପାଳି। ମାର ମାର ମତେ ମାର ମତେ ମାର ମତେ ମାର। ଗୋଟେ ଗଲା, 2ଟା 3ଟା 4ଟା 5ଟା 6ଟା 7ଟା 9ଟା। ଆଣିଲି ହଉ, ଏବେ ଆମେ କାଉଡ ପାରାଉଡ ଖେଳିବା ହେଲା। କାଉଡ ନା ମୁଁ କହିବି ହାତୀ ଉଡୁ, ଘୋଡ଼ା ଉଡୁ, ମଣିଷ ଉଡୁ। ହଉ ମଇଁଷି ଚାଲେ, ସବୁ ଯାଉଛି ବୁଝ। କାଉଡୁ ତାପରେ ପ୍ରଜାପତି ଉଡୁ, ହଁ କଙ୍କି ଉଡୁ, ହଁ ସାପ ଉଡୁ, ଭାରି ରେଡି, ପେଟେଇ ଘୁଷାରି ଯାଏ। ଏ ଯୋଉ ସାପରେ ଛିଡି ତାଙ୍କ ପର ବାହାରି ଯାଇଥିବ ଉପରେ ଉଡନ୍ତି। ହଉ ଶାଗୁଣା ଉଡୁ, ତାପରେ ଚିଲ ଉଡୁ। ଏ ଚିଲ ଜାଣିନି ବୋଧେ ହାତ ଟେକିଲାନି। ହାଲୁ ଦେଖା ମୁଁ ମାରିବି, ଦେଖା। ବାଚି ତୁ ହାରିଛୁ। ପଟାକ୍ସ ବାଚି ହାରି ନା ଆଉଥରେ କଇଁଚ ଉଡେ, ଦି ଜଣ ମାରେ ତୁ ମାରେ ମୁଁ ମାରେ। ସେ ନିଜେ କଇଁଚ କହିକି ଗଲା, ହାରିଲୁ। ତୁ ଦେଖା ମରି ଗଲା, ହାରିଲା। ହଁ ମଙ୍କି ଉଡେ, ମାଡ଼ ଖାଇବ, ସିଗାର ଖାଇବ, ମୁଁ ଖାଇବି। ଆରେ କଣ ଚାଲାକିଆ ପିଲା ମାରିଦଉଛି ରେ ମତେ ଖାଲି। ଖାଲି ହାରୁଛି କଣ ମୁଁ। ହଁ ଗଲା, ଆଉ ଦେହ ତ ବଳ ନାହିଁ ଖାଇକି ସାଙ୍ଗମାନେ କାଟୁଛି। ଆଉ ତାପରେ ଆଚ୍ଛା ଓଟ ପକ୍ଷୀ ଉଡୁ ନାହିଁ। ମୁଁ ଶୁଣିଥିଲି ଗୋଟେ ଓଟ ପକ୍ଷୀ ଥିଲା ବୋଲି, ନାହିଁ କ'ଣ କହୁଛୁ? ବାପା ଓଟ ପକ୍ଷୀ ଅଛି ଟି? ହଁ
हाँ उड़े देखा टका किरी डना किरी नग डना किरी नग डना किरी बाची 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 डना किरी नग डना किरी देखा देखा आउते देखा नाई नाई तू जेपद माड़ गोटे न बाजे से मैं हारि बाजी तो कहीं हारि डना किरी आउ खाइबू जेपद मुझे खाली गोटे जीव तापर पुणी खेल ना तो माड़ खाइबू देखा डना किरी नग डना किरी तो बाड़ी नहीं कैसे देचु डना किरी नग डना किरी बाजी रे ए जेपद न बाज मारि एठी रख हाथटा ये रख बजी ये रख हाथटा ये रख हौ एथा तो पाई कौन आज आलू छुई भजा बेसर दिया कि ना सेमती खाली रे बापा केथर जो जाऊ जीरा सब कहीं तुम थरे मन पड़नी कि 1000 थर तुम कौच तुम तो थरे मन पड़ो कौन नहीं कह ମୁଁ କିଛି ଆଣିନି ମୁଁ ବାହାରି ଥିଲି ଆମେ ଯିବା ପରିବା ଆଣିବାକୁ ବାପା ଲେଟ୍ କଲେ କିରୋସିନ ପାଇଁ ଗଲେ ତ ସେଇଥିପାଇଁ ହଉ ତାହେଲେ ଭାତ ଡାଲି ଏ ପଖାଳ ପୁରା ପଖାଳ ଛୁଇଁ ଆଳୁ ଭଜା ଆଉ କ'ଣ ଶାଗ ଡାଲି ଡାଲି କାହିଁ ପଖାଳ ଭାତରେ ଆଉ ଆଡ଼୍ କଲ ଓ ଯେଉଁମାନେ ଗରମ ଖାଏ ଆଉ ଆଳୁ ଭର୍ତ୍ତା ଆଳୁ କରିବ ନା କ'ଣ ନାଇଁ ଆଉ ହବ କାହିଁ ଚୁଲି ଜଳୁନି सेव टिके काटिकी देइछि संग माने सेव टिके खाओ भात न खाऊ आज गोटे दिन भल कि पूरा देह भल हो जाए पछे भात खाइब नहीं कि ये क्षीर पाउंटी ये सब जाम फाम पाउंटी ये सब खाई रहू आउ भातर देह पूरा भल हो जाए भात खाइब ना सकाल तो मामा टिके बांती बांती लगुच नाई देहटा पूरा परफेक्टली आज उपमा टे खाइला आबे तो जेहेतु ज्वर उठी एत सब खाइबनी सब कम कम आधार कमी जाइए टिके टिके खाइब नहीं कि बाबा भल लगे से खाओ कौन जेजेनाती बस सब खाई सारे पखाड़ डाली पानी गोलैक शाग भजा छुई आलू भजा काकुड़ी पानी आई ना सब खाई सारे हाँ गोटे पखाड़ बेला सरला गोटे पखाड़ बेला लगे लगनी आते दुखी हो कि खाऊना कि ना आखिरे ज्वरटा अच्छी बोली खाया दौनी हो तो आम आसु बर्तमान से मार्केट माई भांजे बस किणुंट परिया आउे स्कूटी उपर अपेक्षा कर तो सांग मैंने एवं हूँ संध्या बेल समय तो भाज टे ब्रेड टी तावर सेकी देती सेकिला भितर टे लगी जाइए निकर चा क्षीर चा तो पीबिनी निकर चा देती बुड़े बुड़े खाया सांग मैंने भोक प्रबल लगुच आप कौन खाइबे चाउमिन कले खाइबे ये टे खाऊना मुह आड़े दौरान तो बर्तमान कि आम तो खाइबा सांग मैंने कारण भोक प्रबल गरम गरम धुआं धुआं बाहर फुंकी फांकी खाईदे कथा खाइला बेले चाउमिन करदेवी रात रुटी फुटी कौन कर देखा बोधे सांग मैंने डायबिटीजटा बढ़ी जाइए कौन गोटा कहीं बिंधुची डाण गोटा ये धला पाउंड बिल्कुल खाया कथा नुह विषाक्त सब केते भी जगिव सांग मैंने कहना न खाई न पी केते जगिव मनीष तो फ्रेंड्स फाइनली मो झील कथी मोटी चाउमिन तार बॉयल कर देछि आउ एठी काटी देछि आलू आउ टमाटो जेहेतु पियाज पड़ोनी आउ कंचा लंका तो से खाइबनी आउ संग मैंने ये पत्र कोबी भी अच्छी भावुली काटिक मना कर ना 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 पड़ोनी मैंने ता इच्छा कहीं ता देहटा खराब ना ता पार्टी जोटा इच्छा सेटा गाजर भी थिला गाजर भी पड़ोनी आज कहीं मुड़नी कहले मामा गोटे देखी यूट्यूब रे आलू पकईकि गोटे कर
କହିଲେ ମାମା ଆଳୁ ପକେଇ କରେ। ମୁଁ ହଉ ଠିକ୍ ଅଛି ଆଳୁ ପକେଇ କରିଦେବି। ଏଇଟା ବି ସାଙ୍ଗମାନେ ମନା କରିଥିଲା, ମୁଁ କିନ୍ତୁ କାଟି ଦେଇଛି କିନ୍ତୁ ଦେଖିଲେ ବିଗିଡ଼ିବ। ତ ସାଙ୍ଗମାନେ ମୁଁ ବର୍ତ୍ତମାନ ଯାଉଛି ତାର ଟିକେ କରିଦିଏ ଚାଉମିନ। ତ ଫ୍ରେଣ୍ଡସ୍ ଫାଇନାଲି ମୋ ଝିଅ ପାଇଁ ଚାଉମିନ ଏଠି କରିଦେଇଛି, ତାକୁ ଯାଉଛି ଦେବି। ମାମୁଁ ନିଜେ ସେ 2 ଜଣ ଖାଇବେ।